ଇଏ ହେଉଛନ୍ତି ସମ୍ବଲପୁରର 87 ବର୍ଷିଆ ସମାଜସେବୀ ଡାକ୍ତର ନାରାୟଣୀ ପଣ୍ଡା। ପରିଣତ ବୟସରେ ସେ ଆଜି ନିଜ ଘରଟିକୁ ଦାନ କରିଦେଇଛନ୍ତି। ସମ୍ବଲପୁରର ସରକାରୀ ମହିଳା ମହାବିଦ୍ୟାଳୟକୁ ସେ ତାଙ୍କ ଲକ୍ଷାଧିକ ଟଙ୍କାର ଘରଟିକୁ ଦାନ କରିଛନ୍ତି। ଏହି ଘରଟି ଛାତ୍ରୀମାନଙ୍କ ରହିବା ପାଇଁ ହଷ୍ଟେଲ ଭାବେ ବ୍ୟବହାର କରାଯିବ। 2 ମହଲା ବିଶିଷ୍ଟ ଘରଟି 8 ଡିସିମିଲ୍ ଜମିରେ ତିଆରି ହୋଇଛି। ଏହି ଘର ଓ ଜମିର ମୋଟ ମୂଲ୍ୟ ପ୍ରାୟ 70 ଲକ୍ଷ ଟଙ୍କା ହେବ। କଲେଜ ଝିଅମାନଙ୍କ ପାଠପଢ଼ାରେ ସୁବିଧା ହେବ ବୋଲି ସେ ଏହି ମହତ ଦାନ କରିଛନ୍ତି। ଏଇଟାକୁ ଯଦି ମୁଁ ଗଭର୍ଣ୍ଣମେଣ୍ଟ ଓମେନ୍ସ କଲେଜକୁ ଦେଇଦିଏ ତାହେଲେ ସବୁ ଛୁଆମାନେ ଏଠି ରହିପାରିବେ। କଲେଜଟା ଏକଦମ ପାଖ, ଆଉ ମୋ ଘର ପଛାଡ଼େ ତାଙ୍କର ହଷ୍ଟେଲ ଅଛି। ଏଇଟା ଚିନ୍ତା କରି ମୁଁ ତାଙ୍କର ରିଜିନାଲ ଡାଇରେକ୍ଟରକୁ କଥା ହେଲି। ପୂର୍ବରୁ ମଧ୍ୟ ସେ ବିଭିନ୍ନ ଅନୁଷ୍ଠାନକୁ ଲକ୍ଷାଧିକ ଟଙ୍କା ଦାନ କରିଛନ୍ତି।